ଦେଖନ୍ତୁ ଶୁଭ ବାବୁ ଆପଣଙ୍କର ଗୃହରେ ଅଶାନ୍ତି ରହିଛି, ଦାରିଦ୍ର୍ୟ କ୍ରିୟା ରହିଛି, ଯାହା ଫଳରେ ଆପଣଙ୍କର ସମସ୍ତ ସୁଖ ଶାନ୍ତିକୁ ନଷ୍ଟ କରିଦିଆଯାଉଛି। ବୁଝିପାରୁଛନ୍ତି ଆପଣ? ତନ୍ତ୍ର କ୍ରିୟା ଆଜ୍ଞା ଆଜ୍ଞା କରାଯାଇଛି ଯାହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ପ୍ରିୟ ପରିଜନଙ୍କ ସହିତ କେବେ ମଧ୍ୟ ଭଲ ପଡୁନାହିଁ ଆପଣଙ୍କର। ରହିନି ବିବାଦ କେବେ ବି ରହିନି। ରହିଛି। ଆପଣଙ୍କର ଆଜ୍ଞା ଠିକ ମାତାଙ୍କର କହୁଛନ୍ତି। ନାମ କଣ ଥିଲା? ତାଙ୍କ ନାଁ ହରିବାଇ। ହରିବାଇ। ହରିଭାଇ ଏଠି ଲେଖା ହେଇଛି ଦେଖନ୍ତୁ। ଆଜ୍ଞା ତାଙ୍କର ଗୋଟିଏ ମନସ୍କାମନା ଥିଲା। ଆଜ୍ଞା ସେ ହଁ ମନସ୍କାମନା ଦ୍ୱାରା ଆଜ୍ଞା ଆପଣଙ୍କର ଜନ୍ମ ହୋଇଛି। ସେ ହଁ କହିଥିଲେ ଯେ ଗର୍ଭ ଧାରଣର 3 ମାସ ପଶ୍ଚାତ ମୁଁ ହଁ ଆସିକି ଆପଣଙ୍କ ପାଖେ ଲଡୁ ଭୋଗ କରିବି ବୋଲି। ତାହା ପୂରଣ କରିନାହାନ୍ତି। ସେଥି ନିମନ୍ତେ ଜନ୍ମ ପଶ୍ଚାତ ଆପଣଙ୍କର ଗୋଡରେ ବେଡା ଆଜ୍ଞା ହେଉଛି। ପତ୍ନୀଙ୍କୁ ନେଇକି ବହୁତ ସମସ୍ୟାରେ ଅଛନ୍ତି। ହଁ ଆପଣଙ୍କର ହଁ ହଁ କୌଣସି କଥା ଆଜ୍ଞା ନାଇଁ ଶୁଣୁନାହାନ୍ତି। ସେ ଶୁଣୁନାହାନ୍ତି। ଚାହୁଁଛନ୍ତି ପତ୍ନୀ ଆପଣଙ୍କର କଥା ଆଜ୍ଞା ଶୁଣନ୍ତୁ, ସୁଖ ସମୃଦ୍ଧି ଆଜ୍ଞା ହଉ, ଆର୍ଥିକ ଉନ୍ନତିର କାମନା ନେଇକି ମଧ୍ୟ ଆପଣ ଧାମକୁ ଆଜ୍ଞା ଆଜ୍ଞା ଆସିଛନ୍ତି। ଆପଣଙ୍କର ପଛରେ ଯେଉଁ ଲୋକମାନେ ଆଜ୍ଞା ଲାଗିଛନ୍ତି କିଛି କ୍ଷତି କରିପାରିବେନି। ରୋଗ ମୁକ୍ତ ଜୀବନ ହେବ, ଭୟମୁକ୍ତ ଜୀବନ ହେବ, ସୁଖ ସମୃଦ୍ଧି ପୁଣି ଫେରିଆସିବ। ଆଶୀର୍ବାଦ ଅଛି। କୁହ ସବୁ ଠିକ ମାତାଙ୍ଗୀ ହେଇଯିବ। ମାତାଙ୍କର ମାତାଙ୍କର ଆଶୀର୍ବାଦ ଜୟ। ଅଛି।